ଧ୍ୟାନ ଦିଅନ୍ତୁ କନ୍ୟା ରାଶି। ଆଜିର ଏହି କଥାକୁ କେବଳ ଶୁଣନ୍ତୁ ନୁହେଁ, ଅନୁଭବ କରନ୍ତୁ। ଜୁଲାଇ ମାସରେ ଆପଣଙ୍କ ଜୀବନରେ ଏମିତି ଗୋଟେ ପରିବର୍ତ୍ତନ ଆସିବାକୁ ଯାଉଛି ଯାହାକୁ ଆପଣ ଏବେ ଭାବି ବି ନଥାନ୍ତି। ଏକ ମହିଳା, ହଁ ଏକ ରହସ୍ୟମୟୀ ମହିଳା ଆପଣଙ୍କ ଜୀବନରେ ପ୍ରବେଶ କରିବେ। ସେ କେବଳ ଜଣେ ଲୋକ ନୁହେଁ, ସେ ହେଉଛନ୍ତି ଆପଣଙ୍କ ଭାଗ୍ୟର ଟର୍ଣ୍ଣିଂ ପଏଣ୍ଟ। କିନ୍ତୁ ପ୍ରଶ୍ନ ହେଉଛି, ସେ ଆପଣଙ୍କୁ ଉଚ୍ଚରେ ନେବେ ନାହିଁ କି ତଳକୁ ଟାଣିଦେବେ? ନମସ୍କାର ବନ୍ଧୁମାନେ, ଆପଣ ଦେଖୁଛନ୍ତି ଆପଣଙ୍କ ପ୍ରିୟ ଚ୍ୟାନେଲ। ଆଜିର ଏହି ଭିଡିଓ କନ୍ୟା ରାଶି ପାଇଁ ବହୁତ ଗୁପ୍ତ ଓ ଶକ୍ତିଶାଳୀ ସୂଚନା ନେଇ ଆସିଛି। ଯଦି ଆପଣ କନ୍ୟା ରାଶି କିମ୍ବା ଆପଣଙ୍କ ପରିବାରର କେହି କନ୍ୟା ରାଶି, ତେବେ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଜି ଆପଣ ଯାହା ଶୁଣିବେ ସେଥିରୁ ଆପଣଙ୍କ ଜୀବନର ଦିଗ ବଦଳିପାରେ। କନ୍ୟା ରାଶି, ଆପଣମାନେ ସତ୍ୟବାଦୀ, ନିଷ୍ଠାବାନ ଏବଂ ହୃଦୟରୁ ଭଲ ଲୋକ। ଆପଣ ଅନ୍ୟମାନଙ୍କ ପାଇଁ ବହୁତ କିଛି କରିଥାନ୍ତି, କିନ୍ତୁ ସେମାନେ ସବୁବେଳେ ଆପଣଙ୍କୁ ବୁଝିପାରନ୍ତି ନାହିଁ। ଆପଣ ଭିତରେ ଭିତରେ ଦୁଃଖ ରଖିଥାନ୍ତି, କିନ୍ତୁ ବାହାରୁ ସବୁ ଠିକ୍ ବୋଲି ଦେଖାନ୍ତି। କେବେ କେବେ ଆପଣ ଏକା ଲାଗେ ଏବଂ ମନେ ହୁଏ କେହି ଆପଣଙ୍କୁ ସତ୍ୟରେ ବୁଝୁନାହିଁ। ଜୁଲାଇ ମାସ ଏହି ଅନୁଭବକୁ ପରିବର୍ତ୍ତନ କରିଦେବ। ଏହି ମାସରେ ଏକ ମହିଳା ଆପଣଙ୍କ ଜୀବନରେ ଆସିବେ। ସେ ଆପଣଙ୍କ ପୁରୁଣା ପରିଚିତ ହୋଇପାରନ୍ତି, କିନ୍ତୁ ଏକ ନୂଆ ଲୋକ ଯାହାକୁ ଆପଣ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ପ୍ରଥମେ ସେ ସାଧାରଣ ଲାଗିବେ, କିନ୍ତୁ ଧୀରେ ଧୀରେ ଆପଣ ଅନୁଭବ କରିବେ ଯେ ସେ ଅନ୍ୟମାନଙ୍କଠାରୁ ଅଲଗା। ସେ ଆପଣଙ୍କୁ ଶୁଣିବେ, ଆପଣଙ୍କ କଥାକୁ ଗୁରୁତ୍ୱ ଦେବେ ଏବଂ ଆପଣଙ୍କ ଭିତରର ଭାବନାକୁ ବୁଝିବେ। ଆପଣ ଯାହା ଅନ୍ୟକୁ କହିପାରିନଥିଲେ, ସେ ସେହି କଥାକୁ ବୁଝିଯିବେ। ଏହି କାରଣରୁ ଆପଣ ତାଙ୍କ ପ୍ରତି ଆକର୍ଷିତ ହେବେ ଏବଂ ତାଙ୍କ ସହିତ ରହିବାକୁ ଭଲ ପାଇବେ। କିନ୍ତୁ ଏଠାରେ ଏକ ବଡ଼ ରହସ୍ୟ ରହିଛି। ସେହି ମହିଳାଙ୍କର ଦୁଇଟି ପ୍ରଭାବ ଥାଇପାରେ। ଏକ ପ୍ରଭାବ ଆପଣଙ୍କୁ ଆଗକୁ ନେବ, ଆପଣଙ୍କୁ ସଫଳତା ଦେବ ଏବଂ ଆପଣଙ୍କ ଜୀବନକୁ ଭଲ କରିଦେବ। ଅନ୍ୟ ପ୍ରଭାବ ଆପଣଙ୍କୁ ଭ୍ରମରେ ପକାଇଦେବ ଏବଂ ଆପଣଙ୍କୁ ଭୁଲ ଦିଗକୁ ନେଇଯିବ। ଜୁଲାଇର ପ୍ରଥମ କିଛି ଦିନ ଆପଣଙ୍କ ପାଇଁ କିଛି କନଫ୍ୟୁଜନ୍ ନେଇ ଆସିପାରେ। ଆପଣ ନିଜେ ବୁଝିପାରିବେ ନାହିଁ କ'ଣ ଠିକ୍ ଓ କ'ଣ ଭୁଲ। କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ରହିବା ଓ ଧୈର୍ଯ୍ୟ ଧରିବା ଆବଶ୍ୟକ। ମାସର ମଝି ଭାଗରେ ସେହି ମହିଳାଙ୍କ ସହିତ ଆପଣଙ୍କ ସମ୍ପର୍କ ଅଧିକ ଗଭୀର ହେବ। ସେ ଆପଣଙ୍କୁ ସହଯୋଗ କରିବେ, ଆପଣଙ୍କୁ ପ୍ରେରଣା ଦେବେ ଏବଂ ଆପଣଙ୍କ ସହିତ ରହିବେ। ଏହି ସମୟରେ ଆପଣ ଅନୁଭବ କରିବେ ଯେ ଆପଣ ଏକା ନୁହେଁ, କିନ୍ତୁ ଆପଣଙ୍କୁ ଏଠାରେ ସାବଧାନ ହେବା ଆବଶ୍ୟକ। ଯଦି ସେ ଆପଣଙ୍କୁ ଆଗକୁ ବଢ଼ିବାକୁ ପ୍ରେରିତ କରୁଛନ୍ତି, ଆପଣଙ୍କ ଲକ୍ଷ୍ୟକୁ ସମର୍ଥନ କରୁଛନ୍ତି, ତେବେ ସେ ଠିକ୍ ଲୋକ। କିନ୍ତୁ ଯଦି ସେ ଆପଣଙ୍କୁ ଅନ୍ୟମାନଙ୍କଠାରୁ ଦୂର କରୁଛନ୍ତି, ଆପଣଙ୍କ ମନରେ ସନ୍ଦେହ ତିଆରି କରୁଛନ୍ତି, ତେବେ ଆପଣ ସତର୍କ ରହିବା ଦରକାର। କନ୍ୟା ରାଶି, ଆପଣଙ୍କ ଭିତରେ ଏକ ଶକ୍ତିଶାଳୀ ଅନୁଭୂତି ଅଛି। ଆପଣଙ୍କୁ କେବଳ ନିଜ ମନର କଥା ଶୁଣିବାକୁ ପଡ଼ିବ। ଆପଣଙ୍କ ମନ ଆପଣଙ୍କୁ ସଠିକ୍ ରାସ୍ତା ଦେଖାଇବ। ଜୁଲାଇ ମାସର ଶେଷ ଦିନଗୁଡ଼ିକ ଆପଣଙ୍କ ପାଇଁ ନିଷ୍ପତ୍ତିର ସମୟ ହେବ। ଏଠାରେ ଆପଣ ଯାହା ଚୟନ କରିବେ, ସେହି ଆପଣଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ। ଯଦି ଆପଣ ଠିକ୍ ଲୋକକୁ ବୁଝିପାରିବେ, ତେବେ ଆପଣଙ୍କ ଜୀବନରେ ପ୍ରେମ, ସଫଳତା ଓ ଶାନ୍ତି ଆସିବ। କିନ୍ତୁ ଯଦି ଆପଣ ଭୁଲ ନିଷ୍ପତ୍ତି ନେବେ, ତେବେ ଏହି ସମୟ ଆପଣଙ୍କୁ ଏକ ଶିକ୍ଷା ଦେଇଯିବ। ଏହି ଶିକ୍ଷା ଆପଣଙ୍କୁ ଭବିଷ୍ୟତରେ ଆଉ ଶକ୍ତିଶାଳୀ କରିଦେବ। ତେଣୁ କନ୍ୟା ରାଶି, ଆଖି ଖୋଲି ରଖନ୍ତୁ, ସଂକେତକୁ ବୁଝନ୍ତୁ ଏବଂ ନିଜର ମନକୁ ବିଶ୍ୱାସ କରନ୍ତୁ। ପ୍ରତ୍ୟେକ ଲୋକ ଆପଣଙ୍କ ଜୀବନରେ କିଛି ନା କିଛି ଶିଖାଇବା ପାଇଁ ଆସନ୍ତି। କେହି ଆପଣଙ୍କୁ ଉପରକୁ ନେବେ, କେହି ଆପଣଙ୍କୁ ଶିଖାଇବେ। ଏହି ଜୁଲାଇ ମାସ ଆପଣଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ। ଯଦି ଆପଣ ସଠିକ୍ ନିଷ୍ପତ୍ତି ନେବେ, ତେବେ ଆପଣଙ୍କ ଜୀବନ 360 ଡିଗ୍ରୀରେ ପରିବର୍ତ୍ତନ ହୋଇପାରେ। କନ୍ୟା ରାଶି, ଏବେ ଆମେ ଆଉ ଗଭୀର ଭାବେ ବୁଝିବାକୁ ଯାଉଛୁ ଏହି ଜୁଲାଇ ମାସର ଗୁପ୍ତ ସତ୍ୟକୁ। ଆପଣ ଯାହା ଆଗରୁ ଶୁଣିଲେ, ସେଟା କେବଳ ଆରମ୍ଭ ଥିଲା। ଆସଲ ଖେଳ ଏବେ ଆରମ୍ଭ ହେଉଛି। ଜୁଲାଇ ମାସର ମଝି ଭାଗ ପରେ ଆପଣ ଏକ ବଡ଼ ପରିବର୍ତ୍ତନ ଅନୁଭବ କରିବେ। ଆପଣଙ୍କ ଚିନ୍ତାଧାରା, ଆପଣଙ୍କ ଭାବନା ଏବଂ ଆପଣଙ୍କ ନିଷ୍ପତ୍ତି ନେବାର ଶୈଳୀ ବଦଳିଯିବ। ଆପଣ ପୂର୍ବବର୍ତ୍ତୀ ଲୋକ ରହିବେ ନାହିଁ। ସେହି ମହିଳା ଆପଣଙ୍କ ଜୀବନରେ ଏବେ ଅଧିକ ସମୟ ଦେବେ। ସେ ଆପଣଙ୍କୁ ପ୍ରତ୍ୟେକ ଛୋଟ ବଡ଼ କଥାରେ ସହଯୋଗ କରିବେ। ଆପଣଙ୍କ ସହିତ କଥା ହେବାରେ ତାଙ୍କୁ ଭଲ ଲାଗିବ ଏବଂ ଆପଣଙ୍କୁ ମଧ୍ୟ ତାଙ୍କ ସହିତ ସମୟ କଟାଇବାରେ ଶାନ୍ତି ମିଳିବ। ଧୀରେ ଧୀରେ ଆପଣ ତାଙ୍କୁ ଆପଣଙ୍କ ଜୀବନର ଏକ ଅଂଶ ଭାବିବା ଆରମ୍ଭ କରିଦେବେ। ଏହି ସମୟରେ ଆପଣଙ୍କ ମନ ଭାବନାରେ ଭରିଯିବ ଏବଂ ଆପଣ କେବେ କେବେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିବେ ନାହିଁ। କିନ୍ତୁ ଏଠିରେ ଆପଣଙ୍କ ପାଇଁ ସବୁଠୁ ବଡ଼ ପରୀକ୍ଷା ଆସିବ, କାରଣ ଏହି ସମୟରେ ଆପଣଙ୍କୁ ସତ୍ୟ ଓ ଭ୍ରମ ମଧ୍ୟରେ ତଫାତ୍ ବୁଝିବାକୁ ପଡ଼ିବ। ସେ ଯାହା କହୁଛନ୍ତି ସେଟା ସତ୍ୟ ନା କି ଆପଣଙ୍କ ଭାବନାର ଫଳ,
ଏହା ବୁଝିବା ଆବଶ୍ୟକ। କେତେକ ମୁହୂର୍ତ୍ତ ଏମିତି ଆସିବ ଯେଉଁଠାରେ ଆପଣଙ୍କୁ ଲାଗିବ ସେ ଆପଣଙ୍କ ପାଇଁ ସବୁକିଛି, କିନ୍ତୁ ସେହି ସମୟରେ ଆପଣଙ୍କୁ ନିଜର ଲକ୍ଷ୍ୟ ଓ ନିଜର ଜୀବନକୁ ଭୁଲିଯିବା ଉଚିତ ନୁହେଁ। କନ୍ୟା ରାଶି, ଆପଣମାନେ ଭାବନାରେ ଗଭୀର ହୋଇଥାନ୍ତି। ଏହି କାରଣରୁ ଆପଣ ସହଜରେ କାହାକୁ ମନରେ ସ୍ଥାନ ଦେଇଦିଅନ୍ତି, କିନ୍ତୁ ଏଥର ଆପଣଙ୍କୁ ଅଳ୍ପ ଭିନ୍ନ ଭାବରେ ଚିନ୍ତା କରିବାକୁ ପଡ଼ିବ। ଏହି ସମୟରେ ଆପଣଙ୍କ ଜୀବନରେ ଅନ୍ୟ କିଛି ଲୋକମାନେ ମଧ୍ୟ ଆସିପାରନ୍ତି। ସେମାନେ ଆପଣଙ୍କୁ ସତ୍ୟ କହିବେ, ଆପଣଙ୍କୁ ସତର୍କ କରିବେ, କିନ୍ତୁ ଆପଣଙ୍କ ମନ ସେମାନଙ୍କ କଥାକୁ ଶୁଣିବାକୁ ଚାହିଁବ ନାହିଁ। ଏଇଠାରେ ଆପଣଙ୍କୁ ଧୈର୍ଯ୍ୟ ଧରିବା ଆବଶ୍ୟକ, କାରଣ ଭାବନାରେ ନେଇଥିବା ନିଷ୍ପତ୍ତି ସବୁବେଳେ ସଠିକ୍ ହୁଏ ନାହିଁ। ଜୁଲାଇ ମାସର ଶେଷ ପକ୍ଷରେ ଆପଣଙ୍କୁ ଏକ ସ୍ପଷ୍ଟ ସଂକେତ ମିଳିବ। ଏହି ସଂକେତ ଆପଣଙ୍କୁ ଦେଖାଇଦେବ ଯେ ସେହି ମହିଳା ସତ୍ୟରେ କିଏ। ଯଦି ସେ ଆପଣଙ୍କୁ ଆଗକୁ ବଢ଼ାଉଛନ୍ତି, ଆପଣଙ୍କୁ ସକାରାତ୍ମକ କରୁଛନ୍ତି ଏବଂ ଆପଣଙ୍କ ସ୍ୱପ୍ନକୁ ସମର୍ଥନ କରୁଛନ୍ତି, ତେବେ ସେ ଆପଣଙ୍କ ଜୀବନର ସଠିକ୍ ଲୋକ। ସେ ଆପଣଙ୍କ ସହିତ ରହିବା ପାଇଁ ଆସିଛନ୍ତି। କିନ୍ତୁ ଯଦି ସେ ଆପଣଙ୍କୁ ଦୁଃଖ ଦେଉଛନ୍ତି, ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଉଛନ୍ତି ଏବଂ ଆପଣଙ୍କୁ ନିଜ ପଥରୁ ଭ୍ରଷ୍ଟ କରୁଛନ୍ତି, ତେବେ ସେ କେବଳ ଏକ ପରୀକ୍ଷା। ଏହି ସମୟରେ ଆପଣଙ୍କୁ ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ। ସେହି ନିଷ୍ପତ୍ତି ହେଉଛି ଆପଣ କାହାକୁ ବାଛିବେ, ନିଜର ଭବିଷ୍ୟତ କିମ୍ବା ଏକ ଭ୍ରମ। କନ୍ୟା ରାଶି, ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ। ଏହି ମାସ ଆପଣଙ୍କୁ ଏକ ସୁଯୋଗ ଦେଉଛି ଯେଉଁଥିରେ ଆପଣ ନିଜ ଜୀବନକୁ ନୂଆ ଦିଗ ଦେଇପାରିବେ। ଆପଣ ଯଦି ନିଜର ମନକୁ ଶୁଣିବେ, ନିଜର ଭିତରର ଆୱାଜକୁ ବୁଝିବେ, ତେବେ ଆପଣ କେବେ ଭୁଲ ରାସ୍ତାକୁ ଯିବେ ନାହିଁ। ଏହି ସମୟ ଆପଣଙ୍କୁ ଶକ୍ତିଶାଳୀ କରିବା ପାଇଁ ଆସିଛି। ଏହି ସମୟ ଆପଣଙ୍କୁ ଜୀବନର ସତ୍ୟ ବୁଝାଇବା ପାଇଁ ଆସିଛି। ଜୁଲାଇ ଶେଷରେ ଆପଣ ନିଜକୁ ଏକ ନୂଆ ରୂପରେ ଦେଖିବେ। ଆପଣ ଆଉ ଆଗର ଭଳି ନୁହେଁ ରହିବେ। ଆପଣ ଅଧିକ ଶକ୍ତିଶାଳୀ, ଅଧିକ ସ୍ମାର୍ଟ ଏବଂ ଅଧିକ ସଚେତନ ହେବେ। ଏହି ପରିବର୍ତ୍ତନ ଆପଣଙ୍କୁ ଆଗକୁ ବଢ଼ିବାରେ ସହାୟତା କରିବ। ଆପଣଙ୍କ ଜୀବନରେ ନୂଆ ସୁଯୋଗ ଆସିବ ଏବଂ ଆପଣ ସେଗୁଡ଼ିକୁ ସଠିକ୍ ଭାବରେ ଉପଯୋଗ କରିପାରିବେ। ତେଣୁ କନ୍ୟା ରାଶି, ଭୟ କରନ୍ତୁ ନାହିଁ। ଏହି ସମୟକୁ ସ୍ୱୀକାର କରନ୍ତୁ। ଏହି ପରିବର୍ତ୍ତନକୁ ଆପଣଙ୍କ ଶକ୍ତିରେ ପରିଣତ କରନ୍ତୁ। ଯଦି ଆପଣ ସଠିକ୍ ନିଷ୍ପତ୍ତି ନେବେ, ତେବେ ଆପଣଙ୍କ ଜୀବନରେ ସଫଳତା, ସମ୍ମାନ ଓ ଖୁସି ଆସିବ। ଏହି ଭିଡ଼ିଓଟି ଆପଣଙ୍କୁ ସହାୟତା କରିବା ପାଇଁ ତିଆରି। ଯଦି ଆପଣ ଏହାକୁ ମନରୁ ଶୁଣିଛନ୍ତି, ତେବେ ଏହା ନିଶ୍ଚୟ ଆପଣଙ୍କୁ ଦିଗ ଦେଖାଇବ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାନ୍ତୁ। ଆଗାମୀ ଦିନରେ ଆମେ ଆଉ ଏମିତି ଗଭୀର ଓ ସତ୍ୟ ସୂଚନା ନେଇ ଆସିବୁ। କନ୍ୟା ରାଶି, ଜୁଲାଇ ମାସର ଚୂଡ଼ାନ୍ତ ରହସ୍ୟ ଓ ଆଗାମୀ ସଂକେତ। କନ୍ୟା ରାଶି, ଆମେ ଏବେ ଆପଣଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛୁ। ଜୁଲାଇ ମାସ କେବଳ ଏକ ମାସ ନୁହେଁ, ଏହା ଏକ ପରୀକ୍ଷାଗାର ଯେଉଁଠାରେ ଆପଣଙ୍କ ଭାଗ୍ୟର ନକ୍ସା ପ୍ରସ୍ତୁତ ହେଉଛି। ସତର୍କତାର ସଂକେତ। ଏହି ମାସର ଶେଷ ସପ୍ତାହରେ ଆପଣ ଏମିତି କିଛି ଘଟଣା ଅନୁଭବ କରିବେ ଯାହା ଆପଣଙ୍କୁ ବାଧ୍ୟ କରିବ ପୁଣି ଥରେ ଚିନ୍ତା କରିବା ପାଇଁ। ସେହି ମହିଳା ଜଣକ ଯିଏ ଏବେ ଆପଣଙ୍କ ପାଇଁ ସବୁକିଛି ବୋଲି ଭାବୁଛନ୍ତି, ତାଙ୍କର ପ୍ରକୃତ ରୂପ ସାମ୍ନାକୁ ଆସିବ। ମନେ ରଖନ୍ତୁ, ପ୍ରକୃତ ବ୍ୟକ୍ତି ସେହି ଯିଏ ଆପଣଙ୍କୁ ଆପଣଙ୍କର ଲକ୍ଷ୍ୟପଥରେ ବାଧା ନ ଦେଇ ବରଂ ଆପଣଙ୍କ ପଛରେ ଛିଡ଼ା ହୋଇ ସମର୍ଥନ କରନ୍ତି। ଆପଣଙ୍କ ପାଇଁ ମନ୍ତ୍ର। ଏହି ସମୟରେ ଆପଣଙ୍କର ଅନ୍ତର୍ଜ୍ଞାନ, ଇଣ୍ଟୁଇସନ୍ ହିଁ ଆପଣଙ୍କର ସବୁଠୁ ବଡ଼ ଅସ୍ତ୍ର। ଯଦି ଆପଣ କୌଣସି ପରିସ୍ଥିତିରେ ଅସ୍ଥିର ଅନୁଭବ କରୁଛନ୍ତି, ତେବେ ଟିକେ ପଛକୁ ହଟିଯାଆନ୍ତୁ। ସତ୍ୟ ସବୁବେଳେ ଚିତ୍କାର କରି କୁହେ ନାହିଁ, ଏହା ନୀରବତାରେ ଲୁଚି ରହିଥାଏ। ଭବିଷ୍ୟତର ଦିଗ। ଜୁଲାଇ ଶେଷ ସୁଦ୍ଧା ଯଦି ଆପଣ ସଠିକ୍ ନିଷ୍ପତ୍ତି ନେଇ ସାରିଥିବେ, ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ ଏକ ନୂଆ ଆରମ୍ଭ ନେଇ ଆସିବ। ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ଆପଣ ଅନୁଭବ କରିବେ ଯେ ପୂର୍ବର କଷ୍ଟ ଏବଂ ଦ୍ୱନ୍ଦ୍ୱ କେବଳ ଆପଣଙ୍କୁ ପଥରରୁ ହୀରା କରିବା ପାଇଁ ଥିଲା। ଗୋଟିଏ ଗୁପ୍ତ ପରାମର୍ଶ, ଏହି ମାସରେ କାହାକୁ ବି ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ନିଜର ବ୍ୟକ୍ତିଗତ କଥା ନିଜ ପାଖରେ ରଖନ୍ତୁ। କନ୍ୟା ରାଶିର ବ୍ୟକ୍ତିମାନେ ସହଜରେ କାହାକୁ ବିଶ୍ୱାସ କରି ପକାନ୍ତି, କିନ୍ତୁ ଏଥର ବୁଦ୍ଧିକୁ ହୃଦୟ ଉପରେ ପ୍ରାଧାନ୍ୟ ଦିଅନ୍ତୁ। ଆପଣଙ୍କ ଭିତରେ ବହୁତ ଶକ୍ତି ଅଛି। ନିଜକୁ କମ୍ ବୁଝନ୍ତୁ ନାହିଁ। ଆପଣ ସଫଳ ହେବା ପାଇଁ ଜନ୍ମ ହୋଇଛନ୍ତି। ଯଦି ଆପଣ ଏହି ବାର୍ତ୍ତାକୁ ଅନୁଭବ କରିପାରୁଛନ୍ତି, ତେବେ କମେଣ୍ଟରେ ଲେଖନ୍ତୁ, ମୁଁ ପ୍ରସ୍ତୁତ। ଏହା ଆପଣଙ୍କର ସଂକଳ୍ପକୁ ଆହୁରି ମଜବୁତ କରିବ। ଆମ ଚ୍ୟାନେଲକୁ ସପୋର୍ଟ କରୁଥିବାରୁ ଧନ୍ୟବାଦ। ଆଗାମୀ ଭିଡ଼ିଓରେ ଆମେ ଆଲୋଚନା କରିବା କିପରି ଏହି ସଂକେତଗୁଡ଼ିକୁ ବ୍ୟବହାର କରି ଆପଣ ନିଜର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିପାରିବେ। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା, ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।